ମୋ କବିତାର ଶୀର୍ଷକ ବିଛିନ୍ନାଞ୍ଚଳ। ବାତ୍ୟା ନାହିଁ, ବନ୍ୟା ନାହିଁ, ବାତ୍ୟା ନାହିଁ, ବନ୍ୟା ନାହିଁ, ନାହିଁ ବି ଝଡ଼ ତୋଫାନ, ବିଜୁଳି କଟିନି, ଇଲେକ୍ଟ୍ରିକ୍ ଖୁଣ୍ଟ ସବୁ ଯଥାସ୍ଥାନରେ ପୂର୍ବବତ୍ ଦମ୍ଭରେ ଦଣ୍ଡାୟମାନ। ତେବେ କାହିଁ କେଉଁ ପ୍ରାକୃତିକ ଦୁର୍ବିପାକ ବା ମନୁଷ୍ୟକୃତ ବତାସ ତୋ ମୋ ଭିତରେ ତାର କାଟି ସୃଷ୍ଟି କରିଛି ଏକ ବିଛିନ୍ନାଞ୍ଚଳ? ଅବଶ୍ୟ ଏଥିପାଇଁ ତୁ କେତେ ମାତ୍ରାରେ ଦାୟୀ। ଅବଶ୍ୟ ଏଥିପାଇଁ ତୁ କେତେ ମାତ୍ରାରେ ଦାୟୀ। ମନା କରୁଥିଲି ଘରୁ ଗୋଡ଼ କାଢ଼ି ବାହାରକୁ ଯିବା ପାଇଁ। ଏବେ ତୁ କେମିତି ଅଛୁ? ଏବେ ତୁ କେମିତି ଅଛୁ? ମନେ ରଖିଛୁ ନା ଭୁଲି ଯାଇଛୁ? ଦୁର୍ଦ୍ଦିନ ନିଜେ ସୃଷ୍ଟି କରିଛୁ ନା ଆପେ ଆପେ ସୃଷ୍ଟି ହେଉଛି? ଆଉ ସମସ୍ତ ରାସ୍ତା ବନ୍ଦ କରି ସ୍ୱକୃତ କାର୍ଯ୍ୟ ପାଇଁ କଷ୍ଟ ପାଉଛୁ? ଜାଣେ ନା ଏ ସଂଘର୍ଷ ତୋର କି ମୋର? ଜାଣେ ନା ଏ ସଂଘର୍ଷ ତୋର କି ମୋର? କେବଳ ଏତିକି ଜାଣିଛି, ଅନ୍ଧାରକୁ ଡରୁଥିବା ମଣିଷଟା ଆଜିକାଲି ଅନ୍ଧାରକୁ ଖୁବ୍ ଭଲ ପାଉ। ସେଥିପାଇଁ ବିଛିନ୍ନାଞ୍ଚଳକୁ କରିଛୁ ତୋ ଘର। ଚକ୍ଷୁ ବନ୍ଦ କରି ମଧ୍ୟ ତୋ ପରିସ୍ଥିତି ମୁଁ ନିର୍ଭୁଲ ଦେଖିପାରୁଛି। ଦୂରରେ ଥିଲେ ତୁ ଯେତିକି କଷ୍ଟ ପାଉ, ତାଠାରୁ ଯଥେଷ୍ଟ ବେଶୀ ଦୁଃଖରେ ମୁଁ ଅଛି। ତୋ ସକାଳ, ଦ୍ୱିପ୍ରହର, ସନ୍ଧ୍ୟା ଆଉ ରାତି, ତୋ ସକାଳ, ଦ୍ୱିପ୍ରହର, ସନ୍ଧ୍ୟା ଆଉ ରାତି ତୁ କ'ଣ କରୁ? ହସୁ, ଗପୁ, କାନ୍ଦୁ ଅବା ଭାଗ୍ୟକୁ ନିନ୍ଦୁ, ଗୁଣୁ ଗୁଣୁ ଗୀତ ଗାଉ କି ବିଳପୁ ନୀରବେ, ସବୁକିଛି ତୁ କରିବା ଆଗରୁ ମୋ ମନ ତାର ଆକଳନ କରିଦେଉଛି। ତୁ ଏବେ ଏବେ କାହାକୁ ନିଜର କରିପାରୁନୁ। ତୁ ଏବେ ଏବେ କାହାକୁ ନିଜର କରିପାରୁନୁ। ଜାଣେ ନା ତୁ ଏମିତି କାହିଁକି କରୁ? ତୋର ତ ଅଭାବ ନାହିଁ କିଛି। ତେବେ କାହିଁ ତୁ ଏମିତି ପରିସ୍ଥିତି ସୃଷ୍ଟି କରି ନିଜ ଗୋଡ଼ରେ ନିଜେ କୁରାଢ଼ି ମାରୁ? ଆଲୋ ଏ ବୋଉ, ତୁ ଶୁଣିପାରୁଛୁ ନା ମୁଁ କ'ଣ କହୁଛି? ମୁଁ ଜାଣିଶୁଣି ତତେ ମନେ ପକଉନି ଲୋ। କାହିଁକି ଜାଣିଛି, ମୋର ମନେ ପଡ଼ିଲେ ତୁ ବି ସେଠି ଖୁଜୁମୁଜୁ ହବୁ। ହେଲେ ତୁ ତ ବିଛିନ୍ନାଞ୍ଚଳ ମଣିଷ ନା, ମନ କଥା ବ୍ୟକ୍ତ କରିବା ପାଇଁ ସୁଯୋଗ ପାଇଲେ ତ କହିବୁ। ସମୟକୁ କହିଛି ତୋ ପାଇଁ ସେ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଯିବ। ସମୟକୁ କହିଛି ତୋ ପାଇଁ ସେ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଯିବ। ନା ଆଗକୁ ଯିବ ନା ତତେ ସ୍ପର୍ଶ କରିବ। ଦିନ ପରେ ପକ୍ଷ, ପକ୍ଷ ପରେ ମାସ, ଦିନ ପରେ ପକ୍ଷ, ପକ୍ଷ ପରେ ମାସ, ମାସ ପରେ ବର୍ଷ ହବ ସିନା। ହେଲେ ତୋ ବୟସ କାଲି ଯେତିକି ଥିଲା, ତୁ ଫେରିଲା ବେଳକୁ ସେତିକି ହିଁ ଥିବ। ଆଲୋ ବୋଉ, ବୋଉଲୋ, ଏ ଦୁନିଆଟା ସ୍ୱାର୍ଥପର। ସେଇ ସ୍ୱାର୍ଥ ତତେ ଛୁଇଁଛି ଆଉ ମତେ ମଧ୍ୟ ଛୁଇଁଛି। ତଥାପି ତୋ ଫେରିବା ବାଟକୁ ମୁଁ ଚାତକ ଭଳି ଚାହିଁଛି। ବିଶ୍ୱାସ ତୁ ନିଶ୍ଚୟ ଫେରିବୁ। ମୋର ବିଶ୍ୱାସ ଅଛି ତୁ ନିଶ୍ଚୟ ଫେରିବୁ। ଅନେକ ଦିନରୁ ହୃଦ ବିକନ୍ଦିରେ ସାତସାଇତା ବିରହର ବହ୍ନିକୁ ତୋ ନରମ ଛୁଆଁରେ ନିର୍ବାପିତ କରିବୁ।